ଏହେ ଆମେ ଆସୁ ଆସୁ ଏ ଟୟ ଟ୍ରେନ ଟା ଚାଲିଗଲା ନା। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣ ମାନେ ମୋ ପୂର୍ବ ଭିଡିଓରେ ଯେମିତି ଦେଖିଥିଲେ ଆମେ ମାନେ ସମସ୍ତେ କୁଆଡେ ଗୋଟେ ବୁଲିବା ପାଇଁ ଯାଇଥିଲୁ। ସେ ଜାଗାଟି ହେଉଛି ଏଇ କୁବନ ପାର୍କ। ଏଠି ପହଞ୍ଚି ପ୍ରିନ୍ସ ପୁରା ମୋ ଦେହରୁ ରକ୍ତ ଶୋଷି ନେଲାଣି। ତା ବାପା ବାଇକ ରୁ ଆମକୁ ଓହ୍ଲେଇ ଦେଇ ଟିକେ ଆଗକୁ ଯାଇ ବାଇକ ପାର୍କିଂ କରୁଛନ୍ତି। ପ୍ରିନ୍ସ ମୋ ହାତଟାକୁ ଫୋପାଡି ଦେଇ ତା ବାପାଙ୍କ ପାଖକୁ ଦୌଡି ଯାଉଥିଲା। ପ୍ରିନ୍ସ ଦୌଡି ଯିବା ଭିତରେ ଗୋଟେ ଟ୍ରାଭେଲା ଗାଡି ଆସି ତା ଆଗରେ ପୁରା ଛିଡା ହେଇଗଲା। ମୁଁ ତାକୁ ଦୌଡି ଯାଇ ଧରି ପକେଇଲି। ମୁଁ ଯଦି ଆଜି ତାକୁ ଧରି ନଥାନ୍ତି ଆଜି କଣ ହେଇଥାନ୍ତା। ଦୌଡି ଯିବା ଭିତରେ ମୋ ସନଗ୍ଲାସ ଟା ପଡି ଭାଙ୍ଗିଗଲା। ସେଇଠୁ ତା ପାପା ତା ହାତ କଣ ଆଉ ଛାଡିଛନ୍ତି, ତାକୁ ଧରି ଧରି ପାର୍କ ଭିତରକୁ ନେଇ ଯାଇଛନ୍ତି। ପାର୍କ ଭିତରେ ଯାଇ ଆମେ କିଛି ସମୟ ବସିଲୁ। ତାପରେ ପ୍ରିନ୍ସ ଆଉ ବେଦିକାକୁ ଖେଳିବା ପାଇଁ ଛାଡିଦେଲୁ। ସେ ଦୁଇ ଜଣ କେତେ ଖୁସିରେ ସେ ପଡିଆ ଭିତରେ ଖେଳୁଥାନ୍ତି। ତାଙ୍କ ଖେଳ ଦେଖି ଆମକୁ ଭାରି ଖୁସି ଲାଗୁଥାଏ। ପ୍ରଧାନ ଏଠି ମୋର କ୍ୟାମେରାରେ ଫଟୋ ଉଠେଇଲା ବେଳେ ମୋ ପଡୋଶୀ ପ୍ରୀତି ପଛପଟୁ ମୋ ଫୋନ ନେଇ ଆମ ଭିଡିଓ ସୁଟ କରିଦେଇଛି। କିଛି ସମୟ ଫଟୋ ସୁଟ କରି ସାରି ଆମେ ସେଠି ଥିବା ଟୟ ଟ୍ରେନ ଦେଖିବା ପାଇଁ ଗଲୁ। ଟୟ ଟ୍ରେନ ପାଖକୁ ଯିବା ବାଟରେ କେତେ କଣ ଦେଖି ଦେଖି ଗଲୁ କୁହନ୍ତୁନି ସାଙ୍ଗମାନେ। ଏ ପଣସ ଗଛଟାରେ କେତେ ସାରା ପଣସ ହେଇଛି। ଆମ ନେଚର୍ସ ପ୍ରେମୀ ନେଚର୍ସ ର ଫଟୋ ଉଠେଇବାରେ ପୁରା ବ୍ୟସ୍ତ। ପ୍ରିନ୍ସ ଗଛରେ ପଣସ ଦେଖି ପଣସ ନବାକୁ ଜିଦି କରୁଛି। ଆମେ ମାନେ ଟୟ ଟ୍ରେନ ପାଖକୁ ଆସୁ ଆସୁ ଟୟ ଟ୍ରେନ ଟା ଚାଲିଗଲା। ପ୍ରିନ୍ସକୁ ଆମେ ଟୟ ଟ୍ରେନ ରେ ବସେଇବା ପାଇଁ ନେଇ ଯାଇଥିଲୁ। ହେଲେ ଆମେ ଟୟ ଟ୍ରେନ ପାଖରେ ଯାଇ ପହଞ୍ଚିଲା ବେଳକୁ 6ଟା ବାଜି ଯାଇଥିଲା। ସେଥିପାଇଁ ପାର୍କ ବନ୍ଦ ହେଇଗଲା। ଆମେ ମାନେ ଆଉ ସେଥିରେ ବସି ପାରିଲୁନି। ଖାଲି ଦୂରରୁ ଟିକେ ଦେଖି ଚାଲି ଆସିଲୁ। ଫେରିବା ବାଟରେ ଏଇ ଗଛଟିକୁ ଦେଖି ଅଟକି ଗଲୁ। ଆମେ ତ ଏଇଟା କି ଗଛ ଜାଣିପାରିଲୁନି। ଆପଣ ମାନେ ଯଦି ଜାଣିଥିବେ କହିବେ ତ। କହିଲି ଗୁଡ୍ ନାଇଟ୍, ଜୟ ମାତାରିଣୀ। ଭିଡିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ ନିଶ୍ଚୟ କରିବେ।